ଶ୍ରୋତାବନ୍ଧୁ, ଚୀନର ହୟାଙ୍ଗ ସଦୃଶ ଜୀବନର ଗତିପଥ କେତେବେଳେ ଦିଗ ପରିବର୍ତ୍ତନ କରିବ ତାର ହିସାବ ନାହିଁ। ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ, ଦୁଃଖ ବି ଲାଗେ। ଆରେ, ମୁଁ ଏ ଦିଗକୁ କେମିତି ଆସିଲି? ଲକ୍ଷ୍ୟ ତ ମୋର ଆଉ କିଛି ଥିଲା। ଶ୍ରୋତାବନ୍ଧୁ, ମୁଁ ଅନ୍ୟ କାହା କଥା କହୁନାହିଁ, ମୋ ନିଜ କଥା କହୁଛି। ଭାରତର ନାନାଦି ସ୍ଥାନରେ ଭ୍ରମି ଭ୍ରମି କ୍ଳାନ୍ତ ହୋଇପଡ଼ିଲିଣି। ସବୁଆଡ଼େ ବୁଲିଲି, ହେଲେ ସବୁଠି ସେଇ ଅଶାନ୍ତିର ବାତାବରଣ। ହଜିପାରୁନି ମୁଁ ସହରର ଚାକଚକ୍ୟ ଭିତରେ। ମାନସ ପଟରେ ଉଙ୍କି ମାରୁଛି ଗାଁର ଚିତ୍ର। ସବୁଜ ଶସ୍ୟକ୍ଷେତ୍ର, ଚାରଣ ଭୂଇଁ, ଖେଳ ପଡ଼ିଆ, ଗୋଧୂଳି ବେଳାର ପର୍ବତ ଶିଖରରୁ ହଜିଯାଉଥିବା ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା। ଶୁଭିଯାଉଛି ନୀଳଗାମୀ ପକ୍ଷୀର କିଚିରିମିଚିରି ଶବ୍ଦ। ଶୁଭିଯାଉଛି ଘୁମନ୍ତ ରାତ୍ରିର ନୀରବତାକୁ ଭଙ୍ଗ କରି ବିଲୁଆର ହୁକେହୋ ଶବ୍ଦ। ପ୍ରତ୍ୟୁଷରେ କୁକୁଟର କୋକରେକ ଡାକ। ଫୁଲରୁ ଫୁଲକୁ ଉଡ଼ି ବୁଲୁଥିବା ଭ୍ରମର ପୋଲର ମଧୁର ଗୁଞ୍ଚରଣ। ବସନ୍ତର ଆବାହର ମାଦକତା, ଗ୍ରୀଷ୍ମର ଝାଞ୍ଜି ତାତିଲା ପବନର ଅନୁଭୂତି, ମଧୁର ବର୍ଷାର ରିମ୍ ଝିମ୍ ସ୍ୱର, ଶୀତୁଆ ରାତିରେ ଘୋଡ଼ିଘାଡ଼ି ହୋଇ ଶୋଇବାର ଆନନ୍ଦ, ହିଡ଼ମୁଣ୍ଡରେ କାଶତଣ୍ଡିର ଦୋଳି ଖେଳୁଥିବାର ଦୃଶ୍ୟ। ଏସବୁକୁ କ'ଣ ଭୁଲି ହେବ? ଭୁଲି ହେବନି ଗାଁର ନିରୀହ ନିଷ୍କପଟ ଆତ୍ମୀୟମାନଙ୍କ ହସ ହସ ମୁଖମଣ୍ଡଳ। କିଛିଦିନ ପାଇଁ କୁଣିଆ ହୋଇ ଯାଏ, ପୁଣି ଫେରିଆସେ ନିଜ କର୍ମକ୍ଷେତ୍ରକୁ। ପରିସ୍ଥିତିର ଶକ୍ତ ରଜ୍ଜୁରେ ବନ୍ଧା ମଣିଷ ମୁଁ। ବ୍ୟର୍ଥ ହେଉଛି ମୁକୁଳିବାର ଶତ ଚେଷ୍ଟା। ଅହରହ ନିବେଦନ ପ୍ରଭୁଙ୍କୁ, ହେ ପ୍ରଭୁ, ଯେଉଁଠି ମୋର ପ୍ରାରମ୍ଭ ହୋଇଥିଲା ଅନ୍ତ ମଧ୍ୟ ସେଇଠି ହେଉ। ଜୀବନର ଅନ୍ତିମ ମୁହୂର୍ତ୍ତ କେତୋଟି ମୁଁ ସେଇଠି ଆନନ୍ଦରେ କଟେଇ ଦିଅନ୍ତି। କୋହଭରା ହୃଦୟର ବ୍ୟଥାକୁ ବ୍ୟକ୍ତ କରିବାରେ କଷ୍ଟ ହୁଏ। ମୁଁ ଆଉ ବିଶେଷ କିଛି କହୁନାହିଁ। ରହୁଛି ହିମାଂଶୁ।